ଆଜ୍ଞା। ହଉ ଚାଲ। କାଲି ପିଲା ଆମେ ପ୍ରଥମ ଶ୍ଲୋକ ଆଉ ଦ୍ୱିତୀୟ ଶ୍ଲୋକ ଦେଖିଥିଲେ ନା ନାଇଁ, ଯୋଉଥିରେ କି ପିଲେ ନଳଙ୍କର ବିଷୟରେ ହିଁ ବର୍ଣ୍ଣନା ପିଲେ ଚାଲିଥିଲା। ଠିକ ଅଛି, ତ ବର୍ତ୍ତମାନ କିଛି ଶ୍ଲୋକ ପର୍ଯ୍ୟନ୍ତ ପିଲେ ନଳଙ୍କର ହିଁ ଚାଲିବ ବର୍ଣ୍ଣନା, ତାପରେ ଆଗକୁ ପିଲେ ପୁଣି ଦମୟନ୍ତୀଙ୍କର ବର୍ଣ୍ଣନା ଆସିବ। ଠିକ ଅଛି, ନଳଙ୍କର କାମ ଅବସ୍ଥା ଆସିବ, ଏ ସବୁ ପିଲେ ବର୍ଣ୍ଣନା ଧୀରେ ଧୀରେ ପିଲେ ଆସିବ ହେଲା। ତାହେଲେ ପିଲେ ଶ୍ଲୋକ ନମ୍ବର 3 ରେ ବର୍ତ୍ତମାନ କହୁଛନ୍ତି, କଣ କହୁଛନ୍ତି ପିଲେ ନା ପବିତ୍ରମତ୍ରା ତନୁତେ ଜଗଦ୍ ଯୁଗେ ସ୍ମୃତାର ସଖ୍ୟାଲନ ଏବ ୟତ୍ କଥା କଥଂ ନ ସାମତ୍ ଗିରମା ବିଲାମପି ସ୍ୱସେବିନିମେବ ପବିତ୍ରୟିଷ୍ୟତି। ହେଲା, ତାହେଲେ ପିଲେ ଅତ୍ର ଯୁଗେ ୟତ କଥା ସ୍ମୃତା ରସଖ୍ୟାଲନୟା ଇବ ଜଗତ ପବିତ୍ରମ୍ ଆତନୁତେ, ଆଉ ସା ଆ ବିଲାମ ଅପି ସ୍ୱସେବିନୀମ୍ ଏବ ମଦ ଗିରମ କଥମ ନ ପବିତ୍ର ଇଷ୍ୟତି। ହେଲା, ଏଠି ପିଲେ ଶ୍ରୀ ହର୍ଷ କଣ କରିଛନ୍ତି କି ନିଜର ଯୋଉ କାହିଁକି ନା ଆମମାନେ ପ୍ରତିଟି ମହାକାବ୍ୟରେ ଦେଖୁଥିଲେ ପ୍ରତି କବି କଣ କରନ୍ତି ନିଜର ଅହଙ୍କାର ଶୂନ୍ୟତାକୁ ଦେଖେଇଥାନ୍ତି ନା ନାଇଁ। ଯେମିତି ପିଲେ ରଘୁବଂଶରେ କାଳିଦାସ ବି କହିଛନ୍ତି କୋ ସୂର୍ଯ୍ୟ ପ୍ରଭବୋ ବଂଶଃ କୋ ଚଲ୍ପ ବିଷୟା ମତି ତିତିରି ସୁଦୁସ୍ତରମ ମୋହାତ ଉଡୁପେନାସ୍ମି ସାଗରମ। ନା ନାଇଁ, ତ ଏଠି ମଧ୍ୟ ସେଇ କଥା ହେଇ ପିଲେ ଶ୍ରୀହର୍ଷ ମଧ୍ୟ ନିଜର ଗର୍ବ ଶୂନ୍ୟତାକୁ ପିଲେ ଦେଖେଇଛନ୍ତି। ତାହେଲେ କଣ କହୁଛନ୍ତି ପିଲେ ନା କହୁଛନ୍ତି ପିଲେ ଅତ୍ର, ଅତ୍ର ମାନେ ପିଲେ ଅସ୍ମିନ୍ ଏହି, ଯୁଗେ ମାନେ କଳି ଯୁଗରେ, ତାହେଲେ ଏହି କଳି ଯୁଗରେ ୟତ କଥା ମାନେ ୟସ୍ୟ ନଳସ୍ୟ କଥା, ଯେଉଁ ରାଜା ନଳଙ୍କର କଥା ସ୍ମୃତା ମାନେ ଚିନ୍ତିତା, ତ ଏହି କଳି ଯୁଗରେ ଯେଉଁ ରାଜାଙ୍କର କଥାକୁ ଯଦି ଚିନ୍ତା ବି କରାଯାଏ ତାହେଲେ ପିଲେ କଣ ହେଇଥାଏ ନା ରସଖ୍ୟାଲନୟା ଇବ, ହେଲା ମାନେ ଜଳ ଧାବନେ ନଇବ, ଯେମିତି ପିଲେ କୌଣସି ଜାଗା ଗୋଟେ ମାନେ କଣ ଅପବିତ୍ର ହେଇକିରି ଥିବ ଆମେ ସେଥିରେ ପାଣି ଇତ୍ୟାଦି ପକେଇ କଣ କରିଥାଉ ଜାଗାକୁ ପବିତ୍ର କରିଥାଉ। ଯେମିତି ଗୁରୁବାର ହେଇଗଲା ଆମ ମାନେ ଘରକୁ ଧୁଆ ଧୁଇ କରିଥାଉ ନା, କାହିଁକି ନା କାଳେ ଘରେ କଣ ହେଇଥିବ ଅପବିତ୍ରତାକୁ ସବୁ କିଛି ପବିତ୍ର କରିବା ପାଇଁ। ତ ଯେମିତି ଜଳ ଦ୍ଵାରା ଧୋଇବା ଫଳରେ ସବୁ କିଛି ପବିତ୍ର ହେଇଯାଏ, ସେମିତି କଳି ଯୁଗରେ ନଳଙ୍କର କଥାକୁ ଚିନ୍ତା ଯଦି ବି କରାଯାଏ ତାହେଲେ ବି ଜଗତ ପବିତ୍ରମ ଆ ତନୁତେ, ତାହେଲେ ଏଇ ଜଗତକୁ ସେ ଯୋଉ କଥା ବିଲେ ପବିତ୍ର କରିଦେଇଥାଏ ହେଲା। ଆଉ ସା ମାନେ ସା ନଲସ୍ୟ କଥା, ଆଉ ସେଇ ନଳଙ୍କର କଥା ଆ ବିଲାମ ପିଲେ ଆବିଳ, ଆବିଳ ମାନେ ପିଲେ କଣ କହନ୍ତି ଆବିଳ କହିଲେ କଳୁଷିତ, ଠିକ ଅଛି। ନଥିଲା ପିଲେ ଓଡିଆରେ ଗୋଟେ ଇଏ ଯୋଉ ଦରିଦ୍ରତା ପଙ୍କ ପୂର୍ଣ ମୋ ଜୀବନ ସାରା ତାପରେ କଣ ରୁଦ୍ରମାଧବ ଜଞ୍ଜାଳ ଜଳଦ ଅଙ୍ଗେ ଆବିଳ ଉଦର। ହଁ ଆବିଳ ଉଦର ମାନେ ପାପି ପେଟ, ନାଇଁ ଆବିଳ ଉଦର ମାନେ କଣ ତାର ଅର୍ଥ ପାପି ପେଟ ହେଲା। ତାହେଲେ ଏଠି ଆ ବିଲାମ ମାନେ ପିଲେ କଳୁଷିତାମ, ତ କଳୁଷିତ ପାପ ହେଲା। ତାହେଲେ ସେହି ନଳଙ୍କର କଥା ଆ ବିଲାମ ମାନେ କଳୁଷିତାମ ଅପି ସ୍ୱ ସେ ବିନିମ, ହେଲା କଳୁଷିତା ହେଲେ ମଧ୍ୟ ନଳସ୍ୟ କଥା ବର୍ଣ୍ଣନ ପରାମ, ମାନେ କହୁଛନ୍ତି ଶ୍ରୀହର୍ଷ ମୋର କଥା କଳୁଷିତ ହେଇପାରେ, ମୋ କଥା ଖରାପ ହେଇପାରେ, କିନ୍ତୁ ମୋର କଥା ନଳଙ୍କର ହିଁ କଥା ବର୍ଣ୍ଣନା କରୁଛି। ସେଥିପାଇଁ ମଦ ଗିରମ ମୋର ସେଭଳିଆ ବାଣୀକୁ କଥମ କାହିଁକି ବା ନ ପବିତ୍ର ଇଷ୍ୟତି ନ ପବିତ୍ରତାମ କରିଷ୍ୟତି, ତ କାହିଁକି ବା ମୋର ବାଣୀକୁ ସେ ପବିତ୍ର ନ କରିବେ। ସେ କହୁଛନ୍ତି ପିଲେ ନଳଙ୍କର ଯୋଉ କଥା ଏତେ ପବିତ୍ର ଯେ ଯଦି ସେ କଥାକୁ ଚିନ୍ତା ବି କରିଦିଆଯାଏ ଏ କଳି ଯୁଗରେ ତାହେଲେ ବି କଣ ହେଇଥାଏ ପିଲେ ସେ ଠିକ ସେଇଭଳି ଭାବରେ ସବୁ କିଛିକୁ ପବିତ୍ର କରିଦିଏ, ଯେମିତି ଜଳ ଦ୍ଵାରା ଧୋଇଦେଲେ ସବୁ କିଛି ପବିତ୍ର ହେଇଯାଏ। ଆଉ ସେଥିପାଇଁ ମୋର ଏ ବାଣୀ କଳୁଷିତ ହଉ, ମୋର ଏ ବାଣୀ ପଛେ ଦୂଷିତ ହଉ ଅପବିତ୍ର ହଉ, କିନ୍ତୁ ମୋର ବାଣୀ ପରା ନଳଙ୍କର କଥା ବର୍ଣ୍ଣନା କରୁଛି, ତାହେଲେ ସେଇ ନଳଙ୍କର କଥା ମୋର କଳୁଷିତ ବାଣୀକୁ କାହିଁକି ବା ପବିତ୍ର ନ କରିବ, ଅର୍ଥାତ ସେ ନଳଙ୍କର କଥା ମୋର ବାଣୀକୁ ପବିତ୍ର କରିବ। ଠିକ ଅଛି, ମୋ ବାଣୀରେ ଯେତେ କଳୁଷିତ ଭାବନା ଥିଲେ ମଧ୍ୟ ମୋର ବାଣୀକୁ ସେ ପବିତ୍ର କରିବ। ବୁଝିହବ ନା ପ୍ଲେ ଶ୍ଲୋକର ଅର୍ଥ ନା ନାଇଁ। ଆଜ୍ଞା। ହେଲା, ତାହେଲେ ପିଲେ କଣ କହୁଛନ୍ତି ନା ଅତ୍ର ଶ୍ରୀହର୍ଷ, ଏଠାରେ ପିଲେ ଶ୍ରୀହର୍ଷ ନିଜର ନା ବିନୟ ଭାବକୁ ପିଲେ ଦର୍ଶେଇଛନ୍ତି, କହୁଛନ୍ତି ମୁଁ ଜାଣିଛି ମୋର ବାଣୀ ବହୁତ ଖରାପ ହେଲା, ମାନେ ନିଜର ବାଣୀକୁ ସେ ପିଲେ ବହୁତ ମାନେ କଣ ହୀନ ମାନ୍ୟତା ଦୃଷ୍ଟିରେ ଦେଖିଛନ୍ତି।
आउ सह वदति से कहउचंती कि अस्मिन् कली जुगे एही कली जुगरे जदि नलस्य कथा स्मरियते जदि नलंकर कथा को स्मरण भी कर दिया जाए तरिहि तेबे सा कथा सही कथा तथैव संपूर्णम जगत पवित्रम करोति सही भलिया संपूर्ण जगत को पवित्र करिथाए जथा जेपरि कमपि दूषितम पदार्थम जलम धावनेन स्वच्छम करोति जेमति कौनसी दूषित पदार्थ को जल धोई देकरी ताकू स्वच्छ करिथाए अतः एणु सा कथा तो सही नलंकर कथा मम कलुषिताम वाणीम्यपि तो मोर कलुषित वाणी को मध्य पवित्राम करिष्यति पवित्र करिब यतो हि मम वाणी तस्य नलस्य एव कथाम वर्णयति जेहेतु मोर वाणी से नलंकर ही कथा वर्णना करुछि तो सेतिपय काहे कि से कथा मोर वाणी को पवित्र न करिव अर्थात करिव हैला ताले पिले अत्र जुगे का जगत पवित्रम आतनुते तो यही जुगरे पिले किए से ए जगत को पवित्र करिथाए अरे नलस्य नलंकर कथा कथा। पिला नलंकर कथा पिले हैला तो छंद पिले एठी वंशस्थ छंद आउ अलंकार हेउची पिले एठी उत्प्रेक्षा अलंकार तो एमती गोटे प्रशंसा पिले अछि नलंकर कथा उपरे पिले ठीक अछि कर्कोटकस्य नागस्य दमयन्त्या नलस्य च ऋतुपर्णस्य राजर्षेः कीर्तनम कलिनाशनम जेहेतु नलंकर कथारे पिले एई सबु चरित्र मान अछंदी पिले कर्कोटक नाग जे राजा नल को दंशन करिथिबो हां दमयंती नल ऋतुपर्ण राजर्षि ठीक अछि एमान समस्त पिले जो नल दमयंती कथा भितरे गोटे गोटे पात्र तो कहउचंती जो जगह कर्कोटक नागर दमयंतीकर नलंकर आ ऋतुपर्ण नामक राजर्षिंकर कीर्तन होइथाए तो ताहा केमिति होइथाए ना कली नाशनम ताहा पिले कली को नाश करिथाए ठीक अछि आउ पिले पुण्य श्लोको नलो राजा पुण्य श्लोको युधिष्ठिर पुण्य श्लोका च वैदेही पुण्य श्लोक जनार्दन एमती भी कहा जाइछि पिले पुण्य श्लोक ए माने बहुत पवित्र अटंती माने पुण्य श्लोक अटंती ठीक अछि राजा नल युधिष्ठिर आउ पिले वैदेही वैदेही पिले के से अरे वैदेही सीता। सीता पिले हैला एठी वैदेही सीता तो सीता आउ पुण्य श्लोक जनार्दन भगवान विष्णु पिले हाँ एमाने बहुत पवित्र अटंती एमानकर कथा मध्य सेतिकी पवित्र अटे एमान जेतिकी पवित्र तांकर कथा मध्य सेतिकी पवित्र हैला तापर पिले 4 नंबर श्लोक रे कोन कहउचंदी देखो एटा पिले बहुत इंपोर्टेंट श्लोक पिले हाँ कहउचंदी पिले अधीति बोधाचरण प्रचारणे दशा चतस्र प्रणयन उपाधिभिः चतुर्दशत्वं कृतवान् कुतः स्वयं न वेद्मे विद्यासु चतुर्दश स्वयं हैला देखो हैला ताले पिले अयम चतुर्दशसु विद्यासु अधीति बोधाचरण प्रचारणैः उपाधिभिः चतस्रः दशाः प्रणयन् स्वयं चतुर्दशत्वं कुतः कृतवान् न वेद्मि हैला चलो एटा टिके पिले बुझिबा एटे बढ़िया जिंस पिले अछि तो कहउछन पिले अयम माने अयम राजा नलह तो राजा नल पिले राजा नल पिले कोन ना चतुर्दशसु पिले 14 टा हैला 14 टी पिले विद्या 14 टी विद्या पिले कोन को जानछ देखो ये तले लिखा है हाँ ठीक है ना एटा को जानी था पिले 14 टा विद्या बोली कहा जाय एमती रे तो पिले अष्टादश विद्या जदी पिले ऑप्शन रे पचारे थिबो 14 भी अष्टादश भी देथिबो त तमन अष्टादश संगे रे हिजिबो हला किंतु सामान्यतः पिले सर अष्टादश विद्या आयुर्वेद धनुर्वेद गंधर्व सर गंधर्व आउ सर अर्थशास्त्र मिसेले 18 टा हिजिबो ठीक अछि नहल तो पिले 14 टी ही विद्या बोली कहा जायछि अंगानि वेदाः चत्वारः मीमांसा न्याय विस्तरः धर्मशास्त्रम पुराणम च विद्या हेता चतुर्दश ये हला पिले 14 टा विद्या हला कोन कोन 14 टा विद्या पिले हला 6 टी अंग तमन जानि छ पिले शिक्षा कल्प निरुक्त व्याकरण छंद आउ ज्योतिष ये हला 6 टा अंग
आउ पिले चतुआरह वेद 4टी वेद ऋग्वेद यजुर्वेद सामवेद पिले अथर्ववेद तो 6 4 10 मीमांसा पिले 11 न्याय विस्तार पिले 12 धर्मशास्त्र 13 पुराण होची पिले 14 तो ये भाव में पिले विद्या हेता चतुर्दश यही 14टी पिले विद्या आउ यार संगे पिले जो मिशीज आयुर्वेद धनुर्वेद गांधर्वेद पिले अर्थशास्त्र तो ये हो पिले अष्टादश विद्या किंतु एठी पिले साधारणतः पिले 14टी विद्या कथा एठी कुहा जायछि ताले कोन कहउछन पिले ना ए जो राजा नल पिले थिले ये ना चतुर्दशसु विद्यासु पिले 14टा जाक विद्या रे हां चतुर्दशसु विद्यासु 14टी विद्या रे अधीति बोध आचरण आउ प्रचारण मन रखि थाओ पिले चारोटी पिले स्टेप अछि हैला जे कोनसी विद्या होना काहेकि प्रतिटी विद्यार पिले चारोटी स्टेप अछि जोटा कि पिले पतंजलि पिले महाभाष्य रे कहा जाइछि बुझला जे कोनसी विद्या होना काहेकि प्रतिटी विद्यार पिले चारोटी कोन अछि स्टेप रहिछि तो चारोटी स्टेप रे ताको अध्ययन करा जाय थाए अर्थात मन कर तमे कोन छोटे व्याकरण मन कर पढुछ तो तम माने प्रथम व्याकरण को पिले अध्ययन करिवो पढिवो तापर कोन करिवो ना बोध बोध माने पिले तार अर्थ को बुझिवो प्रथम अध्ययन करिवो प्रथम पढिवो माने घोषिकिरी मन रखिवो हैला तापर ताको पिले बुझिवो सेति पई व्याकरण पिले प्रथम पिला मन को अष्टाध्याय घोषै दिया जाय से माने बुझंतु न बुझंतु खाली घोषिकिरी मन रखिबे तापर से मान तार अर्थ बुझिबे सेति पई प्रथम हला पिले अध्ययन प्रथम घोषिकिरी मन रखिबे तापर जायकिरी तार अर्थ ज्ञान ताको बुझिबे तापर ता कोन करिवे पिले आचरण आचरण माने कोन करिवे ना निजर व्यवहार रे आनिबे हैला तो खाली बुझिगला हबनी ताको जहा बुझिले ताको पिले व्यवहार उपयोगी करेबा ये होची पिले आचरण तापर नेक्स्ट लास्ट स्टेप कोन ना प्रचारण प्रचारण कोन ना तार प्रचार करिबा ठीक अछि तमे जहा बुझिलो ना नै तुमे अन्य मानु को बुझेइबो अन्य मानु को सिखेइबो तो ये होची पिले चारोटी स्टेप तले एही भली भाबरे पिले 14टा रहिला विद्या आ ये जो राजा नल ये जो चारोटी स्टेप रही जो चारोटी उपाधि भी माने भेद द्वारा चतस्रह दशाहा प्रणयन तो चारोटी अवस्था को मध्य प्राप्त कले अर्थात 14टा विद्यार पिले प्रतिटी विद्यार चारोटी लेखे अवस्था रहिला तले एही भली भाबरे पिले टोटल 14टा जाक विद्यार केतोटी अवस्था रहइबो अरे गोटे विद्यार पिले चारोटी लेखे अवस्था रहिबो अध्ययन अर्थ ज्ञान आचरण प्रचारण सेमति 14टा विद्या पिले अछि तो 14 चौक केतटा हवा कथा 56टी 56 हवा कथा किंतु से कहउचंदी हैला 14टा विद्या रे अध्ययन अर्थ ज्ञान आचरण प्रचारण ए जो चारोटी भेद द्वारा चतस्रह अवस्था प्रणयन चारोटी अवस्था को प्राप्त कले तथापि मध्य स्वयं निजे चतुर्दशत्वम तो चतुर्दशत्व को कुतः प्राप्तवान किभली प्राप्त कले न वेदमी एक कथा मु जानि पारु नाही चलो तमन टे बुझि पारथम बुझि पारछि देखो राजा नळंकु ना पिले सेते बेले कुहा जाय कि राजा नळ निजंकु माने केउ भाबरे माने कोउ भली भाबरे पिले प्रकट करूथिले ना चतुर्दशत्वम काहे कि ना जेतु से पिले 14टी विद्या रे 14टी विद्या को अध्ययन करथिले खाली अध्ययन नुह 14टी विद्या को अर्थ ज्ञान भी करथिले आचरण भी करथिले प्रचारण भी करथिले तथापि तांकु चतुर्दशत्वम एभली काहे कुहा जाउची एक कथा मु बुझी पारु नाही कि श्रीहर्ष कहउचंती तो ये हला श्रीहर्षकर पिले माने निजे ही शंका उठैचंती निजे ही पिले विरोध बाहर करूचंती विरोध बुझी पाइला ना पिले बुझी पाइलानी को विरोध कोन हला एठी कोन बुझला रुद्रनाथ बाबू एठी कोन विरोध हला सर विरोध माने को भले से पढ़ले मु भी जानि परलिनी बोली सर कभी कहउछन ना विरोध हला कोन ना विरोध हला या कि 14टा तो विद्या आ ए 14टा विद्या को राजा नल तो चारोटी लेखे प्रति विद्यार चारोटी लेखे अवस्था देगिरी गले तथापि से निजे चतुर्दश हेगिरी केमति रहि गले से तो 56 हवा कथा ना ना नाही क्यों से निजे चतुर्दश बोली केमति हेगी रहि गले तांकु चतुर्दशत्ववान बोली कहा जाउची काहे कि हैला तो ये हला तांकर हला विरोध एठी विरोध भाव सृष्टि हला एई विरोध को खंडन भी करा जिवो केमति खंडन करा जिवो अर्थात चतुर्दशत्वम देखो पिले चतुर्दशर गोटे अर्थ तो हम जानि से पिले कोन चतुर्दशर गोटे अर्थ 14 हैला 14 किंतु एई चतुर्दशर पिले आहुरी भी गोटे प्रकार अर्थ करा जाई परियो कोन से अर्थ ना पिले चतस्रह सॉरी
ଦଶାହ ହେଲା ୟସ୍ୟ ସହ ବା ୟେସାମ୍ ତେ ଏମିତି କରିଦିଅ ପ୍ଲେ ୟେସାମ୍ ୟାସାମ୍ କର ବିଦ୍ୟା ପ୍ଲେ ସ୍ତ୍ରୀଲିଙ୍ଗ ନା ୟାସାମ୍ କର ୟାସାମ୍ ତାହା ଚତୁର୍ଦଶାହ ହେଲା ଅର୍ଥାତ ଯେଉଁମାନଙ୍କର ଚାରୋଟି ଦଶା ଦଶା ମାନେ ଅବସ୍ଥା ଯେଉଁମାନଙ୍କର ଚାରୋଟି ଲେଖେ ଦଶା ରହିଛି ସେମାନେ ହଉଛନ୍ତି ଚତୁର୍ଦଶାହା ମାନେ 14 ଯାକ ବିଦ୍ୟା ଆଉ ଯୋଉ 14 ଯାକ ବିଦ୍ୟା ଆଉ ପୁଣି ତାଙ୍କର ଚାରୋଟି ଲେଖେ ଅବସ୍ଥା ତ ସେଥିପାଇଁ ଯୋଉ ଚତୁର୍ଦଶତ୍ଵ ପଦ ଅଛି ଏଇଟା 14 କୁ ବୁଝଉନି ବରଂ 14ଟା ଯାକ ବିଦ୍ୟାର ଚାରୋଟି ଅବସ୍ଥାକୁ ବୁଝଉଛି ସେଥିପାଇଁ ଏଠି ବିରୋଧର ପିଲେ ଖଣ୍ଡନ ମଧ୍ୟ କରିଦିଆଗଲା ତ ଏଠି ସେଥିପାଇଁ ଅଳଙ୍କାର ହେଲା ପିଲେ ବିରୋଧାଭାସ ଅଳଙ୍କାର ଏଠି ବିରୋଧ ପରିକା ଆଭାସ ହଉଛି କିନ୍ତୁ ଯଥାର୍ଥରେ ବିରୋଧ ନାହିଁ ହେଲା ବିରୋଧ ପରିକା ଆଭାସ ହେଲା କି ଏଠି ଚତୁର୍ଦଶଟା କାଳେ 14 ହେଇଥିବ ବୋଲି କିନ୍ତୁ ତା ଯଥାର୍ଥରେ କଣ 14 କୁ ବୁଝଉନି ତା ଯଥାର୍ଥରେ କାହାକୁ ବୁଝଉଛି 14ଟି ବିଦ୍ୟାର ଚାରୋଟି ଅବସ୍ଥାକୁ ବୁଝଉଛି ହେଲା ତ ସେଇ କଥା ପିଲେ ଦେଖ ବ୍ୟାଖ୍ୟାରେ ଦେଖ ଆଉ ଟିକେ ଭଲସେ ସ୍ପଷ୍ଟ ହେଇଯିବ ପିଲେ କହୁଛନ୍ତି ରାଜା ନଳ 14ଟି ବିଦ୍ୟା ମାନଙ୍କର ଅଧ୍ୟୟନ ଅର୍ଥଜ୍ଞାନ ଆଚରଣ ପ୍ରଚାରଣ ଏହି ଚାରୋଟି ଉପାୟ ଦ୍ୱାରା ଚାରୋଟି ଅବସ୍ଥାକୁ ପ୍ରାପ୍ତ କରିଥିଲେ ତଥାପି ସର୍ବତ୍ର ଏବଂ ଉଚ୍ୟତେ ତଥାପି ସବୁ ଜାଗାରେ ଏମିତି କୁହାଯାଉଥିଲା କି ରାଜା ନଳଃ ଚତୁର୍ଦଶତ୍ୱം ପ୍ରାପ୍ତବାନ ରାଜା ନଳ ଚତୁର୍ଦଶତ୍ୱକୁ ପ୍ରାପ୍ତ କରିଛନ୍ତି ୟତୋ ହି ଅତ୍ର ଚତୁର୍ଦଶ ବିଦ୍ୟାନାଂ ଚତୁର୍ଭିଃ ଉପାୟୈଃ ଅଧ୍ୟୟନାତ୍ ତାହା ବିଦ୍ୟାଃ ଷଟ ପଞ୍ଚାଶତ ସ୍ୟୁଃ ଯେହେତୁ ଏଠାରେ 14ଟି ବିଦ୍ୟାର ଚାରୋଟି ଉପାୟ ଦ୍ୱାରା ଅଧ୍ୟୟନ ଫଳରେ ତ ସେହି ବିଦ୍ୟା ମାନେ ତ ଷଟ ପଞ୍ଚାଶତ ହବା କଥା ମାନେ 56 ହବା କଥା ତଥାପି ନଳଃ ଚତୁର୍ଦଶତ୍ୱମ୍ ଏବ ପ୍ରାପ୍ତବାନ ତଥାପି ରାଜା ନଳ ଚତୁର୍ଦଶତ୍ୱକୁ ହିଁ ପ୍ରାପ୍ତ କରିଛନ୍ତି ଏବଂ କଥମ ଉଚ୍ୟତେ ଏମିତି କାହିଁକି କୁହାଯାଉଛି ଅହମ ନ ଜାନାମି ମୁଁ ଜାଣିପାରୁ ନାହିଁ ଇତି ଶ୍ରୀହର୍ଷଃ ବିରୋଧମ ପ୍ରଦର୍ଶୟତି ଏହା କହିକିରି ଶ୍ରୀହର୍ଷ ପିଲେ ବିରୋଧକୁ ଦେଖେଇଛନ୍ତି ଆଉ ଅତ୍ର କେବଳମ୍ ବିରୋଧସ୍ୟ ଆଭାସଃ ଏବ ବର୍ତ୍ତତେ ଏଠି ତ କେବଳ ବିରୋଧର ଆଭାସ ହିଁ ହଉଛି न तु वास्तविक विरोध एठी वास्तविक विरोध नाही तरीही अस्य विरोधस्य परिहारः एवं भविष्यति यदि विरोध नाही ताले विरोध को मध्य परिहार करिया कथा ताले केमिति परिहार हबो ना चतुर्दशत्वम इति उक्ते चतस्रः दशाः यासाम ताः चतुर्दशाः तो चारोटी दशा जेउ मानकर से माने होचन चतुर्दशाः आ सेमानकर भाव होची चतुर्दशत्व हैला अर्थात राज्ञः नलस्य चतुर्दशसु विद्यासु चतुर्दशत्वम आसीत् अर्थात राजा नलंकर 14 जाक विद्यारे चतुर्दशत्व थिला हैला माने 14 जाक विद्यारे से 4 लेखे अवस्था को प्राप्त करिथिले से अधीति बोध आचरण प्रचारण ए 4 जाक अवस्था से प्राप्त करिथिले ए भଳି भाबरे पिले विरोध को से खंडन भी करूछंती हैला तो ये हेला पिले ताले राजा नलः कतिसु विद्यासु चतस्रः दशाः प्रणीतवान तो केतोटी विद्या रे पिले चारोटी अवस्था को प्राप्त करिथिले चतुर्दशसु विद्यासु आ राजा नलः चतुर्दशसु विद्यासु कैः चतस्रः दशाः प्रणीतवान तो कहा द्वारा पिले 14टी अवस्था को प्राप्त करिथिले ना अधीति बोध चरण आचरण और प्रचारण प्रचारण अधीति बोधाचरण प्रचारण एमती कहीदे पिले अधीति बोधाचरण प्रचारण उपाधि भी है छंद पिले वंशस्थ छंद अलंकार पिले विरोधाभास अलंकार है तापर से पिले आउ कौन कहते राजा नलंक विषय रे कहते पिले अमुष्य विद्या रसनाग्र नर्तके त्रयीवनितांग गुणेन विस्तरम अगाहताष्टादशतां जिगीषया नवद्वयदीप पृथक जय श्रीयाम देख कहते पिले अमुष्य अमुष्य पिले कहि पारे को शब्द रूप अमुष्य को शब्द रूप पिले अमुष्य अरे गोटे शब्द अच्छी पिले अदस शब्द है अदस शब्द पिले रूप होता है अमुष्य षष्ठी व्यक्ति एकवचन है
ତାହେଲେ ପିଲେ ଅମୁଷ୍ୟ ରସନାଗ୍ର ନର୍ତ୍ତକୀ ବିଦ୍ୟା ତ୍ରୟୀ ଇବ ଅଙ୍ଗ ଗୁଣେନ ବିସ୍ତରମ୍ ନୀତା ନବଦ୍ୱୟ ଦ୍ୱୀପ ପୃଥକ୍ ଜୟଶ୍ରିୟାମ ଜିଗୀଷୟା ଅଷ୍ଟାଦଶତାମ୍ ଅଗାହତ। ହେଲା, ତାଙ୍କର ଯୋଉ ମାନେ କହିବାର ଢଙ୍ଗିନା ପିଲେ ବହୁ ଶାସ୍ତ୍ରୀୟ ପିଲେ। ଠିକ ଅଛି, ଚାଲ ଦେଖ କେତେ ସୁନ୍ଦର ଭାବରେ ପିଲେ ଏଠି ମୋର ଆଉଥରେ ସେ ବର୍ଣ୍ଣନା କରୁଛନ୍ତି। କହୁଛନ୍ତି ପିଲେ ଅମୁଷ୍ୟ, ଅମୁଷ୍ୟ ମାନେ ଅସ୍ୟ ନଳସ୍ୟ, ତ ହିଁ ରାଜା ନଳଙ୍କର ପିଲେ ରସନାଗ୍ର ନର୍ତ୍ତକୀ ପିଲେ ଜିହ୍ୱାୟାଃ ଅଗ୍ରଭାଗେ ସଞ୍ଚାରିଣୀ ବିଦ୍ୟା। ତ ରାଜା ନଳଙ୍କ ପାଖରେ ଯୋଉ ବିଦ୍ୟା ଥିଲା ନା, କେମିତିକା ବିଦ୍ୟା ପିଲେ? ଲାଗେ ସତେ ଯେମିତି ତାଙ୍କ ଜିଭର ଅଗ୍ରଭାଗରେ ନାଚୁଥିବା ବିଦ୍ୟା, ମାନେ ତାଙ୍କ ଜିଭର ଅଗ୍ରଭାଗରେ ନୃତ୍ୟ କରୁଥିଲା କିଏ ସେ ବିଦ୍ୟା। ହେଲା, ତାହେଲେ ରସନାଗ୍ର ନର୍ତ୍ତକୀ, ରସନର ଅଗ୍ରଭାଗରେ ନର୍ତ୍ତକୀ ସାଜିଥିଲା କିଏ? ବିଦ୍ୟା। ତାହେଲେ ଏହି ରାଜା ନଳଙ୍କର ଜିହ୍ୱାର ଅଗ୍ରଭାଗରେ ବିଚରଣ କରୁଥିବା ସେଇ ଯୋଉ ବିଦ୍ୟା, ଆଉ ପିଲେ ତ୍ରୟୀ, ତ୍ରୟୀ ମାନେ ଋକ୍ ୟଜୁଃ ସାମ ବେଦ। ତ୍ରୟୀ ପିଲେ ତିନୋଟି ବେଦକୁ ହିଁ ତ୍ରୟୀ ବୋଲି କୁହାଯାଏ ପିଲେ। ଆକ୍ଚୁଆଲି ଅଥର୍ବ ବେଦ ପିଲେ ପରବର୍ତ୍ତୀ କାଳରେ ଆସିଛି ନା, ତ ସେଥିପାଇଁ ବେଦ ପିଲେ ପ୍ରଥମେ ତ୍ରୟୀ ବୋଲି ହିଁ ଥିଲା। ସେଥିପାଇଁ ତ୍ରୟୀ ଶବ୍ଦର ଅର୍ଥ ହଉଛି ପିଲେ ଋକ୍ ୟଜୁଃ ସାମ ବେଦ। ଇବ ମାନେ ପରିକା, ଅଙ୍ଗ ଗୁଣେନ ପିଲେ ଅଙ୍ଗ ଗୁଣେନ ମାନେ ଶିକ୍ଷା ଆଦି ଷଡଙ୍ଗେନ, ତ ଶିକ୍ଷା ଆଦି 6ଟି ଅଙ୍ଗ ଦ୍ୱାରା ବିସ୍ତରମ୍ ବୃଦ୍ଧିମ୍ ନୀତା ଯେମିତି ବୃଦ୍ଧିକୁ ପ୍ରାପ୍ତ କରିଥିଲା, ସେମିତି ନବଦ୍ୱୟ ଦ୍ୱୀପ ପୃଥକ୍ ଜୟଶ୍ରିୟାମ, ତ ଯୋଉ ପିଲେ ଅଷ୍ଟାଦଶ ଦ୍ୱୀପ ରହିଛି ଏ ସମ୍ପୂର୍ଣ୍ଣ ଜଗତରେ, ତ ସେ ଅଷ୍ଟାଦଶ ଦ୍ୱୀପ ମାନଙ୍କୁ ପୃଥକ୍ ପୃଥକ୍ ତୟା ବିଜୟ ଲକ୍ଷ୍ମୀ ନାମ, ତ ପୃଥକ୍ ପୃଥକ୍ ଭାବରେ ବିଜୟକୁ ଜିଗୀଷୟା ଜେତୁମ୍ ଇଚ୍ଛୟା ଜିତିବାର ଇଚ୍ଛା କରି, ହେଲା ଯେମିତି ପିଲେ ଗନ୍ତୁମ୍ ଇଚ୍ଛା ଜିଗମିଷା, ସେମିତି ପିଲେ ଜେତୁମ୍ ଇଚ୍ଛା ଜିଗୀଷା, ଆଉ ତାର ତୃତୀୟ ଏକ ବଚନ ପିଲେ ଜିଗୀଷୟା। ଅଷ୍ଟାଦଶତାମ୍ ମାନେ ଅଷ୍ଟାଦଶ ସଂଖ୍ୟକତ୍ୱମ୍ ଅଗାହତ ମାନେ ପ୍ରାପ୍ତବତୀ, ପ୍ରାପ୍ତ କରିଛି। ଚଲ ଦେଖ ଏଠି କହୁଛନ୍ତି ପିଲେ ଆମେ ମାନେ ପ୍ରଥମେ ପୂର୍ବ ଶ୍ଲୋକରେ ଦେଖିଲେ କି ରାଜା ନଳଙ୍କ ପାଖରେ ପିଲେ 14ଟି ବିଦ୍ୟା ଥିଲା। ରାଜା ନଳ ପିଲେ 14ଟି ବିଦ୍ୟା ଥିଲା, ଆଉ ସେ ଯୋଉ 14ଟି ବିଦ୍ୟା ପିଲେ ଥିଲା ସେଥିରେ ସେ 4ଟି ଲେଖା ଅବସ୍ଥାକୁ ପିଲେ ପ୍ରାପ୍ତ କରିଥିଲା। ହେଲା, ତ ପିଲେ 14ଟି ବିଦ୍ୟା ତ ଆମେ ଜାଣିଲେ, କିନ୍ତୁ ବର୍ତ୍ତମାନ କହୁଛନ୍ତି ରାଜା ନଳ ଭାବିଲେ ଏ 14ଟି ବିଦ୍ୟା କୋଉ କାମକୁ ନୁହଁ। କୋଉ କାମକୁ ନୁହଁ ମାନେ 14ଟି ବିଦ୍ୟା ଠିକ ଅଛି, କିନ୍ତୁ ଏ ସମ୍ପୂର୍ଣ୍ଣ ଜଗତରେ ତ ରହିଛି 18ଟା ଦ୍ୱୀପ, ଯଦି ମୁଁ ଗୋଟିଏ ଗୋଟିଏ ବିଦ୍ୟା ଦ୍ଵାରା ଗୋଟିଏ ଗୋଟିଏ ଦ୍ୱୀପକୁ ଜୟ କରେ, ତାହେଲେ ଆହୁରି 4ଟି ଦ୍ୱୀପ ବଳିଯିବ। ସେଥିପାଇଁ ମତେ କଣ କରିବାକୁ ପଡିବ ନା, ମତେ 18ଟି ବିଦ୍ୟାକୁ ହିଁ ପଢିବାକୁ ପଡିବ। ତ ସେଥିପାଇଁ ଏଠି ପିଲେ ବଡ ସୁନ୍ଦର ଭାବରେ ଉତ୍ପ୍ରେକ୍ଷା ଦିଆଯାଇଛି। ଏଠି ଅଳଙ୍କାର ପିଲେ କୋଉ ଅଳଙ୍କାର ଏଠି ହେଇଛି? ଉତ୍ପ୍ରେକ୍ଷା ଅଳଙ୍କାର ହେଇଥିବ, ଠିକ ହେଲା, ଉତ୍ପ୍ରେକ୍ଷା ଅଳଙ୍କାର ପିଲେ ଦେଇ ଦିଆଯାଇଛି। ହେଲା, ତ ସେ କହୁଛନ୍ତି କି ମତେ ଲାଗୁଛି ଯେମିତି ଯୋଉ ବେଦ ପିଲେ ପ୍ରଥମେ 3ଟି ଥିଲା ଋକ୍ ୟଜୁଃ ସାମ, କିନ୍ତୁ ସେମାନେ କଣ କଲେ ନା ସେମାନଙ୍କର ଯୋଉ ପିଲେ 6ଟି ଯୋଉ ଅଙ୍ଗ ରହିଲା ତା ଦ୍ଵାରା ସେମାନେ କଣ ହେଇଗଲେ ପିଲେ 18ଟା ହେଇଯିବେନି। ଆରେ ପିଲେ ପ୍ରତିଟି ବେଦର 6ଟି ଅଙ୍ଗ ରହିବ, ଋକ୍ ବେଦରେ ବି 6ଟି ଅଙ୍ଗ, ହଁ ୟଜୁର୍ବେଦରେ ବି 6ଟି ଅଙ୍ଗ, ସାମ ବେଦରେ ବି 6ଟି ଅଙ୍ଗ, ଏମିତି ହେଇକିରି କେତୋଟି ହେଇଯିବ ପିଲେ 18ଟି ହେଇଯିବ। ସେ କହୁଛନ୍ତି ଯେମିତି ତ୍ରୟୀ ପିଲେ, ହଁ ତ୍ରୟୀ ଯେମିତି ନିଜର ଶିକ୍ଷା ଆଦି ଅଙ୍ଗ ଦ୍ଵାରା ବୃଦ୍ଧିକୁ ପ୍ରାପ୍ତ କରିଥିଲା, ସେମିତି ମତେ ଲାଗୁଛି ରାଜା ନଳଙ୍କର ଜିହ୍ୱାର ଅଗ୍ରଭାଗରେ ସଞ୍ଚରଣ କରୁଥିବା ଯୋଉ ବିଦ୍ୟା, ସିଏ ମଧ୍ୟ ଏଇ ଯୋଉ 18ଟି ଯାକ ଦ୍ୱୀପକୁ ପୃଥକ ପୃଥକ ଭାବରେ ଜିତିବାର ଇଚ୍ଛା ରଖି ବୋଧେ ଅଷ୍ଟାଦଶତାମ୍ ଅଗାହତ, ଅଷ୍ଟାଦଶ ସଂଖ୍ୟକତାକୁ ପ୍ରାପ୍ତ କରିଛନ୍ତି। ମାନେ ତାଙ୍କର ଯୋଉ 14ଟା ବିଦ୍ୟା ସାର୍ ଥିଲା। ସ୍କ୍ରିନ୍ ଶୋ କରୁନି କି କିଛି ଅଡିଓ ଆସୁନି। ସ୍କ୍ରିନ୍ ଶୋ କରୁନି ପିଲେ? ଶୋ ତ କରୁଥିବ। ଆଜ୍ଞା ସାର୍ ଶୋ କରୁଛି। କରୁଛି ପ୍ରତିଶତ, ଟିକେ ନେଟୱାର୍କ ତମର ଇସ୍ୟୁ ଥାଇପାରେ, କାହିଁକିନା ଶୋ କରୁଛି ତ ଏପଟେ ନା। ହେଲା, ତ ସେଥିପାଇଁ ସେ କଣ କଲା କି ଅଷ୍ଟାଦଶ ମାନେ ଯୋଉ 14ଟା ବିଦ୍ୟା ଥିଲା ସିଏ ତାକୁ ନିଜକୁ ନିଜେ ବଢେଇକିରି 18ଟା ହେଇଗଲା। ମାନେ ରାଜା ନଳ ପିଲେ 18ଟି ବିଦ୍ୟାରେ ପିଲେ ପାରଦର୍ଶୀ ଥିଲେ। ହେଲା, ବୁଝି ହବ କି ପିଲେ ଶ୍ଲୋକର ଅର୍ଥ ନା ନାଇଁ? ଆଜ୍ଞା ସାର୍। ଦେଖ ସେଇ କଥାକୁ ସେ ପିଲେ ସୁନ୍ଦର ଭାବରେ କହୁଛନ୍ତି କି ଏଠାରେ ଶ୍ରୀହର୍ଷ କହୁଛନ୍ତି ବିଦ୍ୟା ରାଜା ନଳଙ୍କର ଜିଭର ଅଗ୍ରଭାଗରେ ନର୍ତ୍ତକୀ ପରିକା ସଞ୍ଚରଣ କରୁଥିଲା।
ଆଉ ସେହି ବିଦ୍ୟା ତ୍ରୟୀ ପରିକା ବୃଦ୍ଧି को प्राप्त करिकरी 18 संख्या को प्राप्त कला ଯଥା ଯେମିତି ତ୍ରୟୀ ପିଲେ ଅର୍ଥାତ ରୁକୁ ଯଜୁ ସାମବେଦ ସମୂହ ରୂପା ଶିକ୍ଷା ଆଦି ଷଡଙ୍ଗ ଦ୍ୱାରା ବୃଦ୍ଧିକୁ ପ୍ରାପ୍ତ କରିଛି ସେଭଳି ଭାବରେ ତସ୍ୟ ମାନେ ରାଜା ନଳଙ୍କର ବିଦ୍ୟାର ମଧ୍ୟ ଅଷ୍ଟାଦଶ ସଂଖ୍ୟକତ୍ଵ ପ୍ରାପ୍ତିକୁ ଦେଖି ମାନେ ରାଜା ନଳଙ୍କର ବିଦ୍ୟା ପିଲା ଅଷ୍ଟାଦଶ ସଂଖ୍ୟକତ୍ଵକୁ ପ୍ରାପ୍ତ କରିକି ଆଉ ତାଙ୍କର ସେଇ ଯୋଉ ଅଷ୍ଟାଦଶ ସଂଖ୍ୟା ହେଇଯିବା ସେଇ ଜିନିଷକୁ ଦେଖିକିରି ଏମିତି ମନେ କରାଯାଏ କି ବୋଧେ 18ଟି ଦ୍ୱୀପ ମାନଙ୍କୁ ପୃଥକ ପୃଥକ ଭାବରେ ବିଜୟ ଲକ୍ଷ୍ମୀକୁ ଜିତିବା ପାଇଁ ମାନେ ବିଜୟ ପ୍ରାପ୍ତ କରିବା ପାଇଁ ଇଚ୍ଛା କରିକିରି ନଳଙ୍କର ବିଦ୍ୟା ଅଷ୍ଟାଦଶତାକୁ ପ୍ରାପ୍ତ କରିଛି ହେଲା ତାହେଲେ ପିଲେ କସ୍ୟ ରସନାଗ୍ର ନର୍ତ୍ତକୀ ବିଦ୍ୟା କାହାର ପିଲେ ଜିହ୍ୱାଗ୍ର ନର୍ତ୍ତକୀ ବିଦ୍ୟା ରାଜ୍ୟ ନଳସ୍ୟ ନଲସ୍ୟ ମାନେ ନଳଙ୍କର ଆଉ ନଳସ୍ୟ ବିଦ୍ୟା କାଇବ ବିସ୍ତାରମ ନେତା କାହା ପରିକା ପିଲା ବିସ୍ତାର ଲାଭ କରିଥିଲା ତ୍ରୟୀ ପରିକା ଯେମିତି ତ୍ରୟୀ ପିଲା ବିସ୍ତାର ଲାଭ କରିଥିଲା ଷଡଙ୍ଗ ଦ୍ୱାରା ହଁ ଆଉ ନଳସ୍ୟ ବିଦ୍ୟା କଥମ ଅଷ୍ଟାଦଶତମ ଅଗାହତ ନଳଙ୍କର ବିଦ୍ୟା ପିଲେ କାହିଁକି 18 ହେଇଗଲା ପ୍ରଥମେ ତ 14 ଥିଲା କିନ୍ତୁ 18 କାହିଁକି ହେଲା ହଁ ନବ ଦ୍ୱୟ ଦ୍ୱୀପ ନବ କହିଲେ ନ ଦ୍ୱୟ ମାନେ 2 ତ ଦିଥର ନ ହେଲେ କେତେ 18 ହେଇଯିବନି ପିଲେ ହେଲେ 18ଟି ଦ୍ୱୀପକୁ ପୃଥକ ପୃଥକ ଭାବରେ ଜିତିବାର ଇଚ୍ଛା ରଖି ହେଲା ତ ଛନ୍ଦ ପିଲେ ଏଠି ବଂଶସ୍ଥ ଛନ୍ଦ अलंकार पिले उपमा भी कहीं त्रयी बरे उपमा ठीक अच्छे आउ पिले बाकी उत्प्रेक्ष्य आउ ठीक अच्छे ताले नलंकर पिले प्रथम सर हमर तो द्वीप कह जाए सप्तद्वीप हाँ सप्तद्वीप मुख्य द्वीप ता भितर अष्टादश द्वीप जो कहउचंदी से माने अष्टादश द्वीप रे भी वंदना मिलुची पुराण रे ठीक अच्छे किंतु मुख्यतः सप्तद्वीप जो सप्तद्वीप को आज माने कौन कहे सातटी महादेश बोली कहे ना नहीं है बाकी अष्टादश द्वीपर वंदना पिले पुराण में मिली थाए ये भाव में पिले 14टी विद्या माने ऊपर जानले पिले हाँ ता सहित आयुर्वेद धनुर्वेद गांधर्व वेद आउ अर्थशास्त्र को मिसई देले पिले 18टी पिले विद्या होइचिबे ठीक अछि आयुर्वेद होछि पिले ऋक वेदर उपवेद सेमति धनुर्वेद होछि पिले कहार उपवेद यजुर्वेदर यजुर्वेद हैला आउ गंधर्व वेद होछि पिले कहार सामवेदर आउ अर्थशास्त्र अथर्ववेद नव 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 पिले ठीक अछि काहे अथर्ववेदर पिले बहुत सारा उपवेद अछि पिशाच वेद ठीक अछि बहुत सारा अछि स्थापत्य वेद ये सब मध्य पिले अर्थशास्त्र का उपवेद भाव में कह जाय थाए हैला हौ काली पिले 6 नंबर श्लोक रु देखिबा ठीक अछि त माने एबे टिके पिले वेद वेदर सामान्य परिचय घोष पिले उडा बीएड पे बहुत इंपोर्टेंट बुझला मो तम मानकु पिले गोटे वीडियो रे लिंक आज पठे देबी सेथरे मु पूरा टोटल वेद विषय पिले वर्णना करिछि बुझला ना आ बहुत इंपोर्टेंट वीडियोटा मध्य ताको देखि रे नोट पट बनै दियो ठीक अछि कने एबेटु टिके पिले घुसुतले तम मानकु एते कष्ट पड़िबोनी हैला काहेना तम मान पे वेद पूरा नुआ हे जवन पिले तम मान आगुरो केबे कोठी पढी भी ना हो सेति पय सेतरे पूरा डिटेल्स रे अछि पिले से वीडियो रे मु पढोतले पिले पीजीटी पिलांकु सेतरे मु लेखिछि पूरा ओडिया रे भी लेखा आइछि आराम से बुझे जियो पिले हैला सर हमको +2 एंट्रेंस +3 एंट्रेंस को आपण पढाई दिले सर सीयूईटी हां सेतरे बहुत कम पढिया हितला ना नहीं किंतु आउ मत ता सहित आउ जानिबा को पड़िबो ठीक अछि बीएड पाइपला आउ टिके अधिक हो जियो पड़िबो हैला हो प्ले ठीक अछि पुणी हम माने कल की देखिबा हैला।